ବନ୍ଧୁଗଣ, ଆପଣ ଯଦି ସିଏମ୍ କିଷାନର ଟଙ୍କା ପାଉଛନ୍ତି କିମ୍ବା ଆବେଦନ କରିଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର। କାରଣ ବହୁତ ଶୀଘ୍ର ମିଳିବାକୁ ଯାଉଛି ସିଏମ୍ କିଷାନର ଟଙ୍କା। ଏଥିରେ କେଉଁମାନେ ଟଙ୍କା ପାଇବେ, କ'ଣ ରହିଛି ଅପଡେଟ୍ ସମ୍ପୂର୍ଣ୍ଣ ଜାଣିବା ଏହି ଭିଡିଓରେ। ଦେଖନ୍ତୁ ବନ୍ଧୁଗଣ, ଯେଉଁମାନେ ଆବେଦନ କରିଛନ୍ତି ସେମାନେ କ'ଣ କରିବେ, ତାଙ୍କର ଇକେୱାଇସି ସ୍ଥିତି ଯେଉଁ ଲେଖା ଅଛି ତାହା ଥରେ ଚେକ୍ କରିନେବେ। ଯାହାଫଳରେ କି ଆପଣଙ୍କର କୌଣସି କାରଣରୁ ଯଦି ଆପଣ ରିଜେକ୍ଟ ହେଇଯାଇଥିବେ କିମ୍ବା କୌଣସି ଏରର ହେଇଥିବେ ତାହେଲେ ଆପଣ ଟଙ୍କା ପାଇବା ପୂର୍ବରୁ ସମାଧାନ କରିପାରିବେ। ଆଉ ସରକାରଙ୍କ ପକ୍ଷରୁ ଗୋଟେ ତାରିଖ ଦିଆଯାଇଛି, ଯେଉଁଟାକି ଆସନ୍ତା ଫେବୃଆରୀ 28 ତାରିଖ ଦିଆଯାଇଛି। ଏ ତାରିଖ ମଧ୍ୟରେ କ'ଣ କରାଯିବ, ଯଦି ଆପଣ କେୱାଇସି କରିନାହାନ୍ତି ତାହେଲେ ଆପଣଙ୍କ କେୱାଇସିଟା ଅପଡେଟ୍ କରିନେବେ। ଆଉ ଆପଣଙ୍କର ଯେକୌଣସି ସମସ୍ୟା ଅଛି ତାହେଲେ ଆପଣ ସେ 28 ତାରିଖ ପୂର୍ବରୁ ଆପଣ ସମାଧାନ କରିପାରିବେ। କାରଣ ଆଗକୁ ବହୁତ ଶୀଘ୍ର ସିଏମ୍ କିଷାନର ଟଙ୍କା ଯୋଗ୍ୟ ହିତାଧିକାରୀମାନଙ୍କୁ 2000 ଟଙ୍କା ଲେଖା ଦିଆଯିବ। କାରଣ ଆପଣ ଜାଣିଥିବେ ଯେ ସିଏମ୍ କିଷାନରେ ଆପଣ ବର୍ଷକୁ 2ଟା କିସ୍ତିରେ 4000 ଟଙ୍କା ପାଇଥାନ୍ତି। ମାନେ ଗୋଟିଏ କିସ୍ତିରେ 2000 ଆଉ ଅନ୍ୟ କିସ୍ତିରେ 2000, ଏମିତି ଆପଣ 4000 ଟଙ୍କା ପାଇଛନ୍ତି। ପିଏମ୍ କିଷାନରେ ଆପଣ ଜାଣିଥିବେ ପିଏମ୍ କିଷାନରେ 3ଟି କିସ୍ତିରେ ଆପଣଙ୍କୁ 6000 ଟଙ୍କା ଦିଆଯାଏ। ତ ଯେଉଁମାନେ ସିଏମ୍ କିଷାନରେ ଆବେଦନ କରିଛନ୍ତି ସେମାନେ ଯଦି ପିଏମ୍ କିଷାନ ଟଙ୍କା ପାଇନାହାନ୍ତି ତାହେଲେ କ'ଣ ହେବ, ଆପଣ ଯଦି ସିଏମ୍ କିଷାନ ପାଉଛନ୍ତି ତାହେଲେ ଅଟୋମେଟିକ୍ ପିଏମ୍ କିଷାନରେ ଜଡ଼ିତ ହେଇଯିବେ। ସିଏମ୍ କିଷାନର ଟଙ୍କା ଗୋଟିଏ ହେଲା ଅକ୍ଷୟ ତୃତୀୟାରେ ମିଳେ, ଆଉ ଅନ୍ୟଟି ଆପଣ ଜାଣିଥିବେ ପଶ୍ଚିମ ଓଡ଼ିଶାର ସବୁଠାରୁ ଗଣପର୍ବ ନୂଆଖାଇରେ ମିଳେ। ବର୍ତ୍ତମାନ ଏ ବର୍ଷ 2026ର ଅକ୍ଷୟ ତୃତୀୟା ଆପଣ ଦେଖିପାରୁଥିବେ 19 ଏପ୍ରିଲରେ ଅଛି। ଯେଉଁ ଯୋଗ୍ୟ ହିତାଧିକାରୀମାନେ ଯଦି କୌଣସି କାରଣରୁ ବାଦ୍ ପଡ଼ିଛନ୍ତି ତାହେଲେ ସେମାନେ କ'ଣ କରିବେ, ଏହି ଫେବୃଆରୀ 28 ତାରିଖ ମଧ୍ୟରୁ ହିଁ ତାଙ୍କର ସେହି ସବୁ ସମାଧାନ କରିନିଅନ୍ତୁ। ଏପ୍ରିଲ 19ରେ ଅକ୍ଷୟ ତୃତୀୟାରେ ଆପଣ ପାଇବେ 2000 ଟଙ୍କା। ଯେଉଁମାନେ ଭୂମିହୀନ ସେମାନେ ଯଦି ତାଙ୍କର ପ୍ରଥମ କିସ୍ତି ଦ୍ୱିତୀୟ କିସ୍ତି ପାଇଛନ୍ତି ତାହେଲେ ସେହି ହିସାବରେ ତାଙ୍କର 2500 ଟଙ୍କା ପାଇବେ। ଆଉ ପ୍ରଥମ ପାଇଛନ୍ତି ତାହେଲେ ଆପଣ ଅନ୍ୟଟି ଦ୍ୱିତୀୟ ପାଇବାର ଅଛି ତାହେଲେ 5000 ପାଇବେ। କିଛି ୟୁଟ୍ୟୁବରୁ ଆପଣ ସୂଚନା ପାଉଥିବେ ଯେ ଫେବୃଆରୀ 28 ସୁଦ୍ଧା ଆପଣଙ୍କ ସିଏମ୍ କିଷାନ ଟଙ୍କା ପାଇବେ, ତାହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା। ଦେଖନ୍ତୁ ବନ୍ଧୁଗଣ, ଆପଣ ଜାଣିଛନ୍ତି, ମୁଁ ପୁଣି ଥରେ କହିଦେଉଛି ଯେ ସରକାର ବର୍ଷକୁ 2ଟି କିସ୍ତିରେ, ଯେଉଁଟାକି ଅନ୍ୟ ଗୋଟିଏ ହେଲା ଅକ୍ଷୟ ତୃତୀୟା ଆଉ ଅନ୍ୟଟି ହେଲା ନୂଆଖାଇ, 2ଟି କିସ୍ତି 2ଟି ପର୍ବରେ ଦିଆଯାଏ। ତେଣୁକରି ଏହି ଫେବୃଆରୀ 28 ଯେଉଁମାନେ କେୱାଇସି କରିନାହାନ୍ତି କିମ୍ବା କୌଣସି ତାଙ୍କର ତ୍ରୁଟି ଅଛି ତାହେଲେ ସେଇଟା ସମାଧାନ କରିବା ପାଇଁ ଫେବୃଆରୀ 28 ତାରିଖ ଦିଆଯାଉଛି। ସେହି ତାରିଖ ଶେଷ ସୁଦ୍ଧା ସେମାନଙ୍କର ସବୁକିଛି ଅପଡେଟ୍ କରିବାକୁ ହେବ। ଯଦି ଅପଡେଟ୍ ତାପରେ କରିପାରିବେ ନାହିଁ ତାହେଲେ ଆଗାମୀ କିସ୍ତି ଟଙ୍କା ସେମାନେ ପାଇବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।